ତୁଳା ରାଶିର ଜାତକ ଜାତିକାମାନେ ସାବଧାନ। 11 ମାର୍ଚ୍ଚ ଠାରୁ ମିଥୁନ ରାଶିରେ ବୃହସ୍ପତି ମାର୍ଗୀ ହେଉଛନ୍ତି। ଏହି ବଡ଼ ଗ୍ରହ ପରିବର୍ତ୍ତନ ଆପଣଙ୍କ ରାଶି ପାଇଁ ନେଇ ଆସୁଛି ଭାଗ୍ୟର ନୂଆ ଦ୍ୱାର। ଶିକ୍ଷା, ବିଦେଶ ଯୋଗ, ବ୍ୟକ୍ତିତ୍ୱ, କର୍ମ, ଲଭ୍ ଲାଇଫ୍, କ୍ୟାରିୟର ଏବଂ ଫାଇନାନ୍ସ ଉପରେ କ'ଣ ରହିବ ପ୍ରଭାବ, ଆଜିର ଏହି ଭିଡ଼ିଓରେ ଆଲୋଚନା କରିବା। ନମସ୍କାର ବନ୍ଧୁଗଣ, ମୁଁ ସାଗର, କଳାକାର ସାଗର ସଙ୍ଗମ ଆଷ୍ଟ୍ରୋଲୋଜି, ଜ୍ୟୋତିଷ ଜ୍ଞାନ ଆଣ୍ଡ କର୍ମ ଚ୍ୟାନେଲକୁ ଆପଣମାନଙ୍କୁ ସ୍ୱାଗତ ଜଣାଉଛି। ଆଜ୍ଞା ହଁ, ମାର୍ଚ୍ଚ 11 ତାରିଖ ଦିନ ଦେବଗୁରୁ ବୃହସ୍ପତି ହେଉଛନ୍ତି ମାର୍ଗୀ ମିଥୁନ ରାଶିରେ। ତୁଳା ରାଶି ପାଇଁ ବୃହସ୍ପତି ହେଉଛନ୍ତି ତୃତୀୟ ଏବଂ ଷଷ୍ଠ ଭାବର ଅଧିପତି। ନବମରେ ମିଥୁନରେ ଅଛନ୍ତି। ଜ୍ୟୋତିଷ ଶାସ୍ତ୍ରରେ ବୃହସ୍ପତିଙ୍କୁ ଦେବଗୁରୁ କୁହାଯାଏ। ସେ ଜ୍ଞାନ, ଧର୍ମ, ଭାଗ୍ୟ, ଉନ୍ନତି ଏବଂ ଦୈବୀ କୃପାର କାରକ ଗ୍ରହ ଅଟନ୍ତି। ଯେତେବେଳେ ବୃହସ୍ପତି ଗୋଚରରେ ବକ୍ରୀ ଅବସ୍ଥାରୁ ମାର୍ଗୀ ହୁଅନ୍ତି, ସେତେବେଳେ ଜୀବନରେ ଅଟକିଥିବା କାମଗୁଡ଼ିକ ଧୀରେ ଧୀରେ ଆଗକୁ ବଢ଼େ। ତୃତୀୟ ଭାବ ହେଉଛି ସାହସ, କମ୍ୟୁନିକେସନ୍, ଭାଇ ଭଉଣୀ, ମିଡ଼ିଆ, ସର୍ଟ ଟ୍ରାଭେଲର ସୂଚକ ଅଟେ। ବୃହସ୍ପତି ଯେତେବେଳେ ବକ୍ରୀ ଥିଲେ, ସେତେବେଳେ ଯୋଜନା ହୋଇଥିବା କାର୍ଯ୍ୟରେ ଅବଷ୍ଟାକିଲ୍ ଆସୁଥିଲା, ସମ୍ପର୍କରେ ଫାଟ ଥିଲା, ନିଜର ଆତ୍ମବିଶ୍ୱାସରେ କମି ରହୁଥିଲା। କିନ୍ତୁ ବୃହସ୍ପତି ମାର୍ଗୀ ହେବା ପରେ ଆତ୍ମବିଶ୍ୱାସରେ ବୃଦ୍ଧି ହେବ। ୟୁଟ୍ୟୁବ୍, ସୋସିଆଲ ମିଡ଼ିଆ, ମାର୍କେଟିଂ ଫିଲ୍ଡରେ ଯେଉଁମାନେ କାମ କରୁଛନ୍ତି ସେମାନଙ୍କର ଉନ୍ନତି ହେବ। ସର୍ଟ ଟ୍ରାଭେଲ୍ ଲାଭଦାୟକ ରହିବ। ଭାଇ ଭଉଣୀଙ୍କ ସହିତ ସମ୍ପର୍କରେ ସୁଧାର ଆସିବ। ଯେଉଁମାନେ ୟୁଟ୍ୟୁବ୍ର କଣ୍ଟେଣ୍ଟ କ୍ରିଏଟର ଅଛନ୍ତି, ଡିଜିଟାଲ ପ୍ଲାଟଫର୍ମରେ ଇନଭଲ୍ଭ ଅଛନ୍ତି, ସେମାନଙ୍କ ପାଇଁ ଏହି ସମୟ ଅତ୍ୟନ୍ତ ଶୁଭ। ବୃହସ୍ପତି ତୃତୀୟାଧିପତି ହୋଇ ନବମରେ ମାର୍ଗୀ ଥିବାରୁ ହାର୍ଡ଼ୱାର୍କ ଦ୍ୱାରା ଭାଗ୍ୟ ଖୋଲିବ। ଧର୍ମ କାର୍ଯ୍ୟରେ, ପୂଜା ପାଠରେ ଇଣ୍ଟରେଷ୍ଟ ବଢ଼ିବ। ଗୁରୁଜନଙ୍କର ଆଶୀର୍ବାଦ ମିଳିବ। ପିତାଙ୍କର କୃପା ଦ୍ୱାରା ଲାଭ ମିଳିବ। କେହି କେହି ନୂଆ ପ୍ରୋଜେକ୍ଟ ଆରମ୍ଭ କରିବାର ଇଚ୍ଛା ମଧ୍ୟ କରିପାରନ୍ତି। ବୃହସ୍ପତି ଅଛନ୍ତି ମିଥୁନ ରାଶିରେ। ମିଥୁନ ରାଶିର ଅଧିପତି ହେଲେ ବୁଧ। ବୁଧଙ୍କ ଗୃହରେ ବୃହସ୍ପତି ଅଛନ୍ତି। ବୃହସ୍ପତି ଏଠାରେ ସମ୍ପୂର୍ଣ୍ଣ ଶୁଭ ନୁହନ୍ତି, ତେଣୁ ଡିସିସନ୍ ନେଲାବେଳେ ଓଭର କନଫିଡେନ୍ସ ହୁଅନ୍ତୁ ନାହିଁ। ଏକ୍ସେସ୍ ଟକିଂ ବା ଅଧିକ ପ୍ରମିସ୍ କରିବାରୁ ବଞ୍ଚନ୍ତୁ। ବୃହସ୍ପତି ମଧ୍ୟ ତୁଳା ରାଶି ପାଇଁ ଷଷ୍ଠ ଭାବର ଅଧିପତି। ଷଷ୍ଠ ଭାବ ହେଉଛି ରୋଗ, ଋଣ, ଶତ୍ରୁ, କୋର୍ଟ କେସ୍ ତଥା କମ୍ପିଟିସନର ଭାବ। ବୃହସ୍ପତି ବକ୍ରୀ ଥିଲାବେଳେ ଶତ୍ରୁମାନେ ଚାପ ଦେଉଥିଲେ। ସ୍ୱାସ୍ଥ୍ୟରେ ଛୋଟମୋଟ ସମସ୍ୟା ଥିଲା। ଋଣର ବୋଝ କେଉଁଠି ନା କେଉଁଠି ଆପଣଙ୍କୁ ମାନସିକ ସ୍ତରରେ ଅସ୍ଥିର କରୁଥିଲା। ବୃହସ୍ପତିଙ୍କର ମାର୍ଗୀ ଚଳନ ପରେ ଶତ୍ରୁମାନେ ଦୁର୍ବଳ ହୋଇଯିବେ। ଲିଗାଲ କେସ୍ରେ ଆପଣ ୱିନ୍ କରିବାର ଚାନ୍ସ ଅଧିକ ରହିଛି। ପ୍ରତିଯୋଗିତାମୂଳକ ପରୀକ୍ଷାରେ ସଫଳତା ମିଳିବ। ପୂର୍ବରୁ ଯଦି ଲୋନ୍ ନେଇଥିଲେ, EMI ଥିଲା, କାହାଠାରୁ ଧାର ସୂତ୍ରରେ ଟଙ୍କା ଆଣିଥିଲେ, ସେସବୁ ଆସ୍ତେ ଆସ୍ତେ ଶୁଝିଯିବ। ତୁଳା ରାଶି ପାଇଁ ମିଥୁନ ନବମ ଭାବ। ନବମ ଭାବରେ ବୃହସ୍ପତି ମାର୍ଗୀ। ନବମ ଭାବ ହେଉଛି ଭାଗ୍ୟ, ଧର୍ମ, ଉଚ୍ଚଶିକ୍ଷାର ଭାବ। ବକ୍ରୀ ସମୟରେ ବୃହସ୍ପତିଙ୍କର ସହଯୋଗ କମ୍ ଥିଲା। ମାର୍ଗୀ ହେଲା ପରେ ଲକ୍ ସପୋର୍ଟ କରିବ। ଲଙ୍ଗ୍ ଟ୍ରାଭେଲର ସୁଯୋଗ ଆସିବ। ଧାର୍ମିକ କାର୍ଯ୍ୟରେ ରୁଚି ବଢ଼ିବ। ଯଦି କେହି ଆଧ୍ୟାତ୍ମିକ ମାର୍ଗରେ ଅଛନ୍ତି, ଏହି ସମୟ ତାଙ୍କ ପାଇଁ ଦୈବୀ ଆଶୀର୍ବାଦ ସମାନ। ଏବେ ଆସିବା ଦୃଷ୍ଟି ବିଚାରକୁ। ବୃହସ୍ପତିଙ୍କର ପଞ୍ଚମ ଦୃଷ୍ଟି ରହୁଛି ଲଗ୍ନକୁ। ଲଗ୍ନ ହେଉଛି ଆମର ଶରୀର, ସ୍ୱଭାବ, ଆତ୍ମବିଶ୍ୱାସ ଓ ସମ୍ମାନର ପ୍ରତିନିଧିର ଭାବ। ବକ୍ରୀ ବୃହସ୍ପତି ଥିଲାବେଳେ ଡିସିସନରେ ଫ୍ଲକ୍ଚୁଏସନ୍, ସ୍ୱାସ୍ଥ୍ୟଗତ ସମସ୍ୟା ଥିଲା। ବୃହସ୍ପତି ମାର୍ଗୀ ହେବା ପରେ ସ୍ୱାସ୍ଥ୍ୟରେ ଉନ୍ନତି ହେବ। ସମାଜରେ ପ୍ରତିଷ୍ଠା ବଢ଼ିବ। ଲୋକମାନେ ଆପଣଙ୍କୁ ସମ୍ମାନ ଦେବେ। ଯେଉଁମାନେ ଜ୍ୟୋତିଷ, ଆଧ୍ୟାତ୍ମିକ କାମ କିମ୍ବା ଶିକ୍ଷା ସମ୍ପର୍କୀୟ କାମ କରୁଛନ୍ତି, ସେମାନଙ୍କର ନାମ ଓ ପ୍ରତିଷ୍ଠା ବଢ଼ିବ। ବୃହସ୍ପତିଙ୍କର ନବମ ଦୃଷ୍ଟି ପଞ୍ଚମ ଭାବକୁ ବି ରହୁଛି। ପଞ୍ଚମ ଭାବ ଲଭ୍ ରିଲେସନ୍, ଶିକ୍ଷା, ସନ୍ତାନ, ବୁଦ୍ଧିର ଭାବ ଅଟେ। ବୃହସ୍ପତିଙ୍କର ଶୁଭ ଦୃଷ୍ଟିରେ ଶିକ୍ଷାରେ ସଫଳତା, ଲଭ୍ ରିଲେସନରେ ସୁଧାର ଏବଂ ସନ୍ତାନ ସୁଖର ଯୋଗ ରହିଛି। ନବମ ଭାବର ଗୁରୁ ପଞ୍ଚମ ଭାବକୁ ଦେଖୁଛନ୍ତି। ଏହାକୁ ଧର୍ମ ତ୍ରିକୋଣ ବୋଲି ଧରାଯାଏ। ପଞ୍ଚମ ଭାବ ଆକ୍ଟିଭ୍ ଥିବାରୁ ପୁରୁଣା ପ୍ରେମ ଫେରିପାରେ।
ନ୍ୟୁ ଲଭ୍ ରିଲେସନ୍ ଷ୍ଟାର୍ଟ ହେବାର ଯୋଗ ରହିଛି। ପୂର୍ବରୁ ଯେଉଁ ଛାତ୍ରଛାତ୍ରୀ ମାନେ ପାଠପଢ଼ାରେ ଧ୍ୟାନ ଦେଇପାରୁନଥିଲେ ସେମାନଙ୍କ ମନ ଏବେ ଧୀରେ ଧୀରେ ପାଠପଢ଼ା ପ୍ରତି ଆକୃଷ୍ଟ ହେବ। ବୃହସ୍ପତି ହେଉଛନ୍ତି ଜ୍ଞାନ ଓ ବୁଦ୍ଧିର କାରକ ଗ୍ରହ। ସେଥିପାଇଁ ଏହି ସମୟରେ ବୁଝିବାର ଶକ୍ତି ବଢ଼ିବ। ନୂଆ ବିଦ୍ୟା ଶିଖିବାରେ ଇଚ୍ଛା ହେବ। ଏକ୍ଜାମରେ ଭଲ ଫଳ ମିଳିବ। ଯେଉଁ ଛାତ୍ରଛାତ୍ରୀମାନେ ୟୁପିଏସସି, ଏସ୍ଏସସି, ବ୍ୟାଙ୍କିଂ, ଗଭର୍ଣ୍ଣମେଣ୍ଟ ଜବ୍ ପାଇଁ ଏକ୍ଜାମ ଦେଉଛନ୍ତି ଭଲ ରେଜଲ୍ଟ ମିଳିବ। ଯଦି ଆପଣ ନିୟମିତ ଭାବରେ ପାଠପଢ଼ାରେ ଧ୍ୟାନ ଦେବେ ତେବେ ଏହି ସମୟରେ ଭାଗ୍ୟ ନିଶ୍ଚିତ ଖୋଲିବ। ସେହିପରି ନବମ ଭାବ ହେଉଛି ହାୟର ଏଜୁକେସନର ଭାବ। ତେଣୁ ତୁଳା ରାଶି ପାଇଁ ଏହି ସମୟ ଅତ୍ୟନ୍ତ ଶୁଭ ହୋଇପାରେ। ଯେଉଁ ଛାତ୍ରଛାତ୍ରୀମାନେ ମାଷ୍ଟର ଡିଗ୍ରୀ କରୁଛନ୍ତି, ରିସର୍ଚ୍ଚ, ପିଏଚ୍ଡି, ବିଇଡ଼ି, ଫରେନ୍ ଷ୍ଟଡି କରିବା ପାଇଁ ଚାହୁଁଛନ୍ତି ସେମାନଙ୍କ ପାଇଁ ନୂଆ ସୁଯୋଗ ଆସିପାରେ। କିଛି ଛାତ୍ରଛାତ୍ରୀଙ୍କ ପାଇଁ ସ୍କଲାରସିପ୍, ଫରେନ୍ ୟୁନିଭର୍ସିଟି ଆଡ଼ମିସନ୍, ହାୟର ଷ୍ଟଡି ସିଲେକ୍ସନ୍ ମିଳିବାର ସମ୍ଭାବନା ରହିଛି। ଯଦି ଆପଣ ଦୀର୍ଘ ସମୟ ଧରି ଉଚ୍ଚଶିକ୍ଷା ପାଇଁ ଚେଷ୍ଟା କରୁଥିଲେ ତେବେ ବୃହସ୍ପତି ମାର୍ଗୀ ହେବା ପରେ ସେହି ରାସ୍ତା ଖୋଲିପାରେ। ସେହିପରି ଯେଉଁମାନେ ଲଭ୍ ରିଲେସନ୍ରେ ଅଛନ୍ତି ପରସ୍ପର ମଧ୍ୟରେ ଅଣ୍ଡରଷ୍ଟାଣ୍ଡିଂ ବଢ଼ିବ, ସମ୍ପର୍କ ଆହୁରି ମଜବୁତ ହେବ। ଭବିଷ୍ୟତରେ ଏହି ପ୍ରେମ ସମ୍ପର୍କକୁ ନେଇ ବିବାହର ଚର୍ଚ୍ଚା ହୋଇପାରେ। କେହି କେହି ନ୍ୟୁ ଲଭ୍ ରିଲେସନ୍ରେ ବାନ୍ଧି ହୋଇପାରନ୍ତି। ବୃହସ୍ପତି ହେଉଛନ୍ତି ଧର୍ମ ଓ ସଂଯମର ଗ୍ରହ। ତେଣୁ ଲଭ୍ରେ ବିଶ୍ୱାସ, ସମର୍ପଣ ରହିବ ଏବଂ ସମ୍ମାନ ମଧ୍ୟ ରହିବ। ଫେକ୍ ଲଭ୍ ତିଷ୍ଠିବ ନାହିଁ। ସେହିପରି ଜବ୍ କରୁଥିବା ଲୋକମାନଙ୍କର ପ୍ରମୋସନ୍ ମିଳିବାର ସୁଯୋଗ ରହିଛି। ସାଲାରୀ ଇନକ୍ରିଜ୍, ସିନିୟରମାନଙ୍କ ଠାରୁ ସପୋର୍ଟ ମିଳିବ। ଯେଉଁମାନେ ଜବ୍ ସର୍ଚ୍ଚରେ ଅଛନ୍ତି ଇଣ୍ଟରଭ୍ୟୁରେ ସକ୍ସେସ୍, ନ୍ୟୁ ଜବ୍ ଅପରଚ୍ୟୁନିଟି ମିଳିବ। ଗଭର୍ଣ୍ଣମେଣ୍ଟ ସେକ୍ଟରରେ ଚାନ୍ସ ମିଳିପାରେ। ବିଶେଷ କରି ଏଜୁକେସନ୍ ସେକ୍ଟର, ଲ, କନସଲ୍ଟିଂ, ଟିଚିଂ ଏହି କ୍ଷେତ୍ରରେ ଭଲ ଉନ୍ନତି ହେବାର ଦେଖାଉଛି। ନବମ ଭାବ ଭାଗ୍ୟ ଭାବ। ଏଠାରେ ବୃହସ୍ପତି ଧର୍ମକାରକ ଗ୍ରହ। ତେଣୁ ପୂଜା, ଧର୍ମ, ଆଧ୍ୟାତ୍ମ ପ୍ରତି ଆକୃଷ୍ଟ ହେବେ। କେହି କେହି ତୀର୍ଥଯାତ୍ରା, ଧାର୍ମିକ କାର୍ଯ୍ୟ ପ୍ରତି ଆକୃଷ୍ଟ ହୋଇପାରନ୍ତି। ଏହି ସମୟରେ ଭାଗ୍ୟ ଧୀରେ ଧୀରେ ସହଯୋଗ କରିବା ଆରମ୍ଭ କରିବ। ତୁଳା ରାଶିର ବ୍ୟକ୍ତିବିଶେଷମାନେ ପ୍ରତିକାର କ'ଣ କରିବେ? ପ୍ରତ୍ୟେକ ଗୁରୁବାର ଦିନ ସକାଳୁ ସ୍ନାନ ସାରି ବୃହସ୍ପତିଙ୍କର ବୀଜ ମନ୍ତ୍ରକୁ ଜପ କରନ୍ତୁ। ଓಂ ଗ୍ରାଂ ଗ୍ରୀଂ ଗ୍ରୌଂ ସ ଗୁରବେ ନମଃ 108 ଥର ଜପ କରନ୍ତୁ। ଗୁରୁବାର ଦିନ କୌଣସି ବ୍ରାହ୍ମଣଙ୍କୁ ହଳଦୀ, ଚଣା ଡାଲି, ହଳଦିଆ ବସ୍ତ୍ର, କଦଳୀ ଏବଂ ଗୁଡ଼ ଦାନ କରନ୍ତୁ। ବୃହସ୍ପତିଙ୍କର ଅଧିଦେବତା ହେଲେ ଭଗବାନ ବିଷ୍ଣୁ। ତେଣୁ ପ୍ରତ୍ୟେକ ଗୁରୁବାର ଦିନ ବିଷ୍ଣୁ ସହସ୍ର ନାମର ପାଠ କରନ୍ତୁ କିମ୍ବା ଓಂ ନମୋ ଭଗବତେ ବାସୁଦେବାୟ ମନ୍ତ୍ରକୁ ଜପ କରନ୍ତୁ। ଆପଣଙ୍କ ପାଇଁ ଶୁଭ ରହିବ। ବନ୍ଧୁଗଣ, ମିଥୁନ ରାଶିରେ ବୃହସ୍ପତିଙ୍କର ମାର୍ଗୀ ଚଳନର ପ୍ରଭାବ ତୁଳା ରାଶି ଉପରେ କିପରି ରହିବ ସେ ବିଷୟରେ ଥିଲା ଆଲୋଚନା। ଯଦି ଭିଡ଼ିଓଟି ଭଲ ଲାଗିଥାଏ ତେବେ ଲାଇକ୍, କମେଣ୍ଟ, ସେୟାର କରିବା ପାଇଁ ଜମାରୁ ବି ଭୁଲିବେ ନାହିଁ। ପୁଣି ଆସିବି ଆଉ ଏକ ନୂଆ ଅଧ୍ୟାୟକୁ ନେଇ। ସେ ପର୍ଯ୍ୟନ୍ତ ରହୁଛି ନମସ୍କାର।